ଆମେ ଆଲୋଚନା କରିବା ମାତୃ ରଚନାବଳୀ ଭାଗ 10 ଜ୍ଞାନ 454 455। ପ୍ରଭୁ ଲେଖୁଛନ୍ତି ଜ୍ଞାନ 454ରେ, ଯେଉଁମାନେ ପରମେଶ୍ୱରଙ୍କର ଭଲ ପାଇବାରେ ମୋତେ ମଧ୍ୟ ଅଂଶଗ୍ରହଣ କରିବାକୁ ଦିଅନ୍ତି, ମୋର ସେମାନଙ୍କ ସହିତ କୌଣସି କଳହ ନାହିଁ। ମାତ୍ର ଯେଉଁମାନେ ମୋର ପ୍ରେମାସ୍ପଦକୁ ଭଲ ନ ପାଇବାର ନିର୍ବୋଧତା କରନ୍ତି, ମୋର ସେଇମାନଙ୍କ ସହିତ କଳହ। ଜ୍ଞାନ 455। ପରମେଶ୍ୱର ଯେଉଁମାନଙ୍କୁ ଭଲ ପାଆନ୍ତି, ତୁମେ ସେଇମାନଙ୍କ ମଧ୍ୟରେ ହିଁ ଆନନ୍ଦ ଲାଭ କର। ସିଏ ଯେଉଁମାନଙ୍କୁ ଭଲ ନ ପାଉଥିବାର ଛଳନା କରୁଛନ୍ତି, ତୁମେ ସେମାନଙ୍କର ଦୁର୍ଭାଗ୍ୟରେ ଦୟା ହିଁ ଅନୁଭବ କର। ଆମେ ଏଇ କିଛି ଦିନ ହବ ଯୋଉ ଜ୍ଞାନକାରିକା ଆଲୋଚନା କରୁଛନ୍ତି, ବ୍ୟବହାରିକ ଦିଗରେ ଆମେ କିପରି ବଞ୍ଚିବା, ଆମେ କିପରି ବାହାରର ପରିବେଶ ପରିସ୍ଥିତିକୁ ସମ୍ମୁଖୀନ ହେବା, ଆମର ବ୍ୟକ୍ତିତ୍ୱର କେଉଁ ଦିଗଟିକୁ କେମିତି ତିଆରି କରିବା, ତାରି ବିଷୟରେ ପ୍ରଭୁ ଅତି ସରଳ ଭାବରେ ଗୂଢ଼ କଥା, ଗୂଢ଼ ରହସ୍ୟ କହୁଛନ୍ତି। ଦେଖନ୍ତୁ ଜ୍ଞାନ 454ରେ ଯୋଉ କଥା କହିଲେ, କ'ଣ କହିଲେ? ଯେଉଁମାନେ ପରମେଶ୍ୱରଙ୍କର ଭଲ ପାଇବାରେ ମୋତେ ମଧ୍ୟ ଅଂଶଗ୍ରହଣ କରିବାକୁ ଦିଅନ୍ତି, ମୋର ସେମାନଙ୍କ ସହିତ କୌଣସି କଳହ ନାହିଁ। ତାମାନେ ମୁଁ ସେଇ ବ୍ୟକ୍ତିମାନଙ୍କ ସହିତ ମୋର ଭାବ, ମୋର ସମ୍ପର୍କ ବୃଦ୍ଧି କରିବି, ବା ସେଇମାନଙ୍କ ସହିତ ମୁଁ କହିପାରନ୍ତି ଯେ ସଂଗଠିତ ହେଇ କାର୍ଯ୍ୟରେ ମୁଁ ଅଂଶଗ୍ରହଣ କରିବି, ଯୋଉମାନେ ଭଗବାନଙ୍କୁ ଭଲ ପାଆନ୍ତି, ଯୋଉମାନଙ୍କର ଚିନ୍ତାଧାରା, ଯୋଉମାନଙ୍କର କାର୍ଯ୍ୟଧାରା, ଯୋଉମାନଙ୍କର ଭାବଧାରା, ଯୋଉମାନଙ୍କର ଆଦର୍ଶ ହେଉଛି ମାଙ୍କୁ ପ୍ରକାଶ କରିବା, ମାଙ୍କୁ ନେଇକିରି ବଞ୍ଚିବା। ସେ କହିଲେ କ'ଣ? ଯେଉଁମାନେ ପରମେଶ୍ୱରଙ୍କର ଭଲ ପାଇବାରେ ମୋତେ ମଧ୍ୟ ଅଂଶଗ୍ରହଣ କରିବାକୁ ଦିଅନ୍ତି। ତାମାନେ ଯୋଉ ବ୍ୟକ୍ତି, ଯୋଉ ବସ୍ତୁ, ଯଦି ଆମେ ଦେଖିବା ଯୋଉ ପରିସ୍ଥିତି ମୋତେ ବା ସେଇ ପରିସ୍ଥିତି ଭିତରେ ମା ପରିପ୍ରକାଶ ହେଉଥିବେ, ସେଇ ବ୍ୟକ୍ତିର ଚିନ୍ତାଧାରା, ଭାବଧାରା ମାତୃକୈନ୍ଦ୍ରିକ ହେଇଥିବ ବା ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ହେଇଥିବ, ତେବେ ସେଇ ବ୍ୟକ୍ତିମାନଙ୍କ ସହିତ ମୋର ସମ୍ପର୍କ ମୁଁ ଘନିଷ୍ଠ କରିବି ବା ସେଇମାନଙ୍କ ସହିତ ମୁଁ ମିଶିବି। ସେଥିପାଇଁ ସେମାନଙ୍କ ସହିତ ମୋର କୌଣସି କଳହ ନାହିଁ। ତାମାନେ ସେଇମାନେ ହିଁ ମୋର ଚାରିପାର୍ଶ୍ୱରେ ବା ମୋର ସହଯୋଗୀ ହିସାବରେ, ମୋର ସହକର୍ମୀ ହିସାବରେ, ମୋ ସଂଗଠନର ଆମେ ଯୋଉ ସାମୂହିକ କାମ କରୁଛନ୍ତି, ତା ଭିତରେ ମୁଁ ସେଇମାନଙ୍କ ସହିତ ମିଶି କାମ କରିବି। ତାପରେ କ'ଣ କହିଲେ? ଯେଉଁମାନେ ମୋର ପ୍ରେମାସ୍ପଦଙ୍କୁ ଭଲ ନ ପାଇବାର ନିର୍ବୋଧତା କରନ୍ତି, ମୋର ସେଇମାନଙ୍କ ସହିତ କଳହ। ତାମାନେ ମୁଁ ସେମାନଙ୍କ ଠାରୁ ଦୂରରେ ରହେ। ହଁ, କ'ଣ କହିଲ ବୁଝି ହଉନି। ବୁଝି ହଉନି। ହଉ, ଦେଖ, ଆମେ ଯୋଉଟା ସାଧାରଣ ଭାଷାରେ କହନ୍ତି, ଗୋଟେ କଥାରେ କୁହନ୍ତି ସୁସଙ୍ଗ ଆଉ କୁସଙ୍ଗ। କାହା ସହିତ ମୁଁ ସାଙ୍ଗ ହେବି, କହନ୍ତିନି କୁସଙ୍ଗେ କଲେ ବାସ, ଜାଣ ହୋଇବ ସର୍ବନାଶ। ଯଦି ଉତ୍ତମ ସଙ୍ଗ ଆପଣ ନ ପାଉଛନ୍ତି, କୁସଙ୍ଗରେ ଯଦି ଗଲେ, ତେବେ ଆମର ସର୍ବନାଶ ହବ ବୋଲି କହନ୍ତି। ଏଇଠି କହୁଛନ୍ତି ମୁଁ କାହାକୁ ସାଙ୍ଗ କରିବି, କାହା ସହିତ ମୁଁ ମିଶିକରି କାର୍ଯ୍ୟ କରିବି, କାହା ସହିତ ମୁଁ ନିଜର ଭାବର ଆଦାନ ପ୍ରଦାନ କରିପାରିବି, ବା କୋଉମାନଙ୍କର ମୋ ଆଦର୍ଶ ସହିତ ସେମାନଙ୍କର ଆଦର୍ଶ ମେଳ ଖାଇବା ଦରକାର। ଏଠି ଆଦର୍ଶ ଆମର କ'ଣ ହେଲା? କେବଳ ପରମଙ୍କୁ ପରିପ୍ରକାଶ କରିବା, ପରମଙ୍କୁ ଭଲ ପାଇବା, ପରମେଶ୍ୱରଙ୍କ ସହିତ ଘନିଷ୍ଠ ସମ୍ପର୍କ ରଖିବା। ଯୋଉ ବ୍ୟକ୍ତି ଅହଙ୍କୈନ୍ଦ୍ରିକ ହେଇଥିବେ, ଯୋଉ କାର୍ଯ୍ୟରେ ଅହଂ ପ୍ରତିଷ୍ଠିତ ହଉଥିବ, ବା କାହାର, ଦେଖନ୍ତୁ, ବ୍ୟକ୍ତି ନିଜର ଲାଭ କରିବା ସକାଶେ ମୋତେ ଯଦି ବ୍ୟବହାର କରୁଛି, ତେବେ ତାହା ମାତୃକାର୍ଯ୍ୟ ନୁହେଁ, ତାହା ଭଗବାନଙ୍କ ଉଦ୍ଦେଶ୍ୟରେ ସେ କାର୍ଯ୍ୟ ହେଇନାହିଁ। ତେଣୁ ଏଠି କହୁଛନ୍ତି ମୋର ପ୍ରେମାସ୍ପଦଙ୍କୁ ଭଲ ନ ପାଇବାରେ ଯେ ନିର୍ବୋଧତା କରନ୍ତି, ସେ ବ୍ୟକ୍ତି ନିଜର ସ୍ୱାର୍ଥ ପାଇଁ ଯେତେବେଳେ କାର୍ଯ୍ୟ କରୁଛି, ତାହେଲେ ସେ ପରମେଶ୍ୱରଙ୍କୁ ଭଲ ପାଇଲା କେମିତି? ପରମେଶ୍ୱରଙ୍କୁ ପ୍ରତିଷ୍ଠିତ ନ କରି, ମାଙ୍କୁ ପ୍ରତିଷ୍ଠିତ ନ କରି ନିଜକୁ ଯିଏ ପ୍ରତିଷ୍ଠିତ କଲା,
ତେବେ ସେ ତାମାନେ ମୋର ପ୍ରେମାସ୍ପଦଙ୍କୁ ଭଲ ପାଉନାହିଁ, ସେ ଭଲ ପାଇବାରେ ନିର୍ବୋଧତା କରୁଛି ବୋଲି ଯୋଉ ସାହିତ୍ୟିକ ଭାବରେ ବା ସାହିତ୍ୟ ଭାଷାରେ ଗୋଟେ ଉଚ୍ଚାଙ୍ଗ ସାହିତ୍ୟ ଭାବରେ ପ୍ରକାଶ କରୁଛନ୍ତି ଭାବରେ। ତେବେ ଏଠି ଲେଖା ହେଇଛି ମୋର ସେଇମାନଙ୍କ ସହିତ କଳହ, ତାମାନେ ମୁଁ ଝଗଡା କରିବା କଥା ଏଠି କହୁନାହାନ୍ତି, କହୁଛନ୍ତି ମାନେ ମୁଁ ସେମାନଙ୍କ ଠାରୁ ମୁଁ ଦୂରରେ ରହେ, କାହିଁକିନା ମୋର ତାଙ୍କ ସହିତ ଘନିଷ୍ଠ ସମ୍ପର୍କ ରଖିବି ନାହିଁ। ଏଇଟା କୁସଙ୍ଗ ଠାରୁ ଯେମିତି କହନ୍ତି ଦୂରରେ ରହିବା, ମୋ ପାଇଁ କୁସଙ୍ଗ କିଏ, ତାର ଡେଫିନେସନ ହେଲା କଣ, ଯିଏ ପରମଙ୍କୁ ଭଲ ପାଇବାରେ ମୋତେ ସାହାଯ୍ୟ କରୁଛି, ବା ମୁଁ ଜଣଙ୍କ ସହିତ, ଦେଖନ୍ତୁ ଆମେ ସମସ୍ତେ ନିଶ୍ଚୟ ଅନୁଭବ କରିପାରୁ କାହା ସହିତ ମିଶିଲେ ମାଙ୍କ କଥା ମନେ ପଡୁଛି, କାହା ସହିତ ମିଶିଲେ ମୋର କେବଳ ସେଇ ବ୍ୟକ୍ତି ମନେ ପଡୁଛନ୍ତି, କିମ୍ବା ଅହଙ୍କାରର ବା ନିଜର ଯେମିତି ଧରା ଯାଉ ଅର୍ଥ ପ୍ରତି ଲାଳସା ବଢୁଛି, କ୍ଷମତା ପ୍ରତି ଲାଳସା ବଢୁଛି। ଜଣେ କହିଲେ ମନେ କରାଯାଉ ବ୍ୟକ୍ତିଟିଏ କହିଲେ ଯେ ମୁଁ ନାହିଁ ତ କିଛି ନାହିଁ, ତାମାନେ ଆପଣ ସେଇଠି କଣ ହେଲା, ମୁଁ ଯଦି ସେ ବ୍ୟକ୍ତି ସହିତ ଅଧିକ ସମ୍ପର୍କ କରୁଛି, ତେବେ ମୋ ଭିତରେ ଧୀରେ ଧୀରେ ସେଇ ଯୋଉ ଅହଂ ଭାବଟି ମୋ ଭିତରେ କଣ ହବ, ସଞ୍ଚରି ଯିବ। ମତେ ଆଉ କିଛି ଦିନ ପରେ ଲାଗିବ ଏଇଟା ହିଁ ହଉଛି ଆଇଡିଅଲ, ଏଇଟା ହିଁ ହଉଛି ଆଦର୍ଶ। ଆମର ଆପଣ ମାନେ ଜାଣିଥିବେ କି ନ ଜାଣିଥିବେ ଜାଣିନି, ଥରେ ଗୋଟେ ପିଲା ଥରେ କହିଲା ଯେ ସେ ଗୋଟେ ଏମିତି ଗୋଟେ କାର୍ଯ୍ୟ କରୁଛି ଯଦ୍ଵାରା ସମସ୍ତଙ୍କର ଆଖି ଆଗରେ ଚକ୍ଷୁଷ ଯୋଉ ଆଖି ଆଗରେ ପଡିଲା, ଏବଂ ସ୍କୁଲରେ ଟିଚର ମାନେ ତାକୁ ପଚାରିଲେ, ବାରମ୍ବାର କଲେ, ତାଙ୍କ ସହିତ ମୋର କଥାବାର୍ତ୍ତା ହବା ଭିତରେ ସିଏ ମତେ 2-3 ଦିନ ଗଲାଣି ସେ ତଳକୁ, ଭାଇ ଆପଣ ଜାଣିନାହାନ୍ତି? ମୁଁ କହିଲି କଣ ଜାଣିନି? ନା ମୁଁ କାହିଁକି ଆସି ଅଫିସ ପାଖରେ ଠିଆ ହେଇଛି। ମୁଁ କହିଲି ନାଇଁ ଜାଣିନି, ମୁଁ ଶୁଣିଥାଏ କିନ୍ତୁ ତା ମୁହଁରେ ତ ଶୁଣିନି। ନା ମୁଁ ନୁହଁ ଏମିତି କରିଛି। ମୁଁ କହିଲି ହଁ ଯେ ତୁ ଏମିତି କାହିଁ କଲୁ? ନା ଦେଖନ୍ତୁ, ଆଉ ଗୋଟେ ପିଲାର ନାଁ କଲା, କହିଲେ ସେ ପିଲା ନା ପାଠ ଭଲ ପଢୁଛି, ନା କିଛି ମାନେ କୌଣସିଥିରେ ଭଲ କାମ କରୁଛି, କିନ୍ତୁ ସ୍କୁଲ ସାରା ସମସ୍ତଙ୍କର ସିଏ ହଉଛି ଚର୍ଚ୍ଚାର କେନ୍ଦ୍ର। ମତେ କେହି ପଚାରୁନାହାନ୍ତି, ମୁଁ ଚର୍ଚ୍ଚାର କେନ୍ଦ୍ର କେମିତି ହେବି? ତେଣୁ ମୁଁ ଏମିତି ଏକ କାମ କଲି, ବର୍ତ୍ତମାନ ଦେଖନ୍ତୁ ଏଇ ବାଟରେ ଘାଟରେ ଯିଏ ଯାଉଛି ମତେ ସବୁ ଦେଖୁଛନ୍ତି, ମତେ ସବୁ ପଚାରୁଛନ୍ତି। ଆକୁ ଯୋଉ କଥାରେ କହନ୍ତିନି ଯେ ଦେଉଳ ତୋଳିଲେ ନା ବାଟରେ ହଗିଲେ ନା, ସିଏ ଚାହୁଁଛି କଣ ନା ନାମ ତାର ଚାହୁଁଛି ଯେ ମୁଁ ମୋ ନାଁ ହବ, ମୁଁ ପ୍ରତିଷ୍ଠିତ ହେବି। ତେବେ ସେ ପ୍ରକାରର ବ୍ୟକ୍ତି ଏବଂ ଯୋଉ କାର୍ଯ୍ୟରେ ସେ ପ୍ରକାରର ହଉଛି ଯେକୌଣସି ତାଙ୍କ କାମ ବି ହଉ, ଭଲ ହଉ ଖରାପ ହଉ, ମାନେ ନା ଚାହିଁଲେ ଖରାପ କାମ ବି କରିବ। ମାନେ ନିଜକୁ ପ୍ରତିଷ୍ଠିତ କରୁଛି ନା, ମୋର ନାଁ ଦରକାର, ତା ମାନେ ନାମ ଯଶ ନିଜକୁ ପ୍ରତିଷ୍ଠିତ କରିବା, ଅହଂକୁ ପ୍ରତିଷ୍ଠିତ କରିବା। ଏଠି କିଏ କଣ କେନ୍ଦ୍ରରେ ରହିଲା, ମାନେ ନିଜେ ମୁଁ କେନ୍ଦ୍ରରେ ରହିଲି, ମା କେନ୍ଦ୍ରରେ ନାହାନ୍ତି ନା। ତେବେ ସେ ବ୍ୟକ୍ତି ମାନଙ୍କ ସହିତ ମୁଁ ଯଦି ସମ୍ପର୍କ ରକ୍ଷା କରେ, ଧୀରେ 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 କଣ ହବ, ଇନ ଦ ମିନ ଟାଇମ, ସମୟର ଚକ୍ରରେ ମତେ ତାପରେ ଲାଗିବ ଏଇଟା ହଉଛି ଠିକ ଏବଂ ଯୁକ୍ତି ଦେଖାଯିବ। ଦେଖ ଯଦି ମୁଁ ଏଇ ପ୍ରକାର ନ ହଉଛି, ତେବେ ମୋର ସେମିତିଆ ଯଦି ପର୍ସନାଲିଟି ନ ହଉଛି, ତେବେ ମୁଁ କେମିତି ପୁଳାଏ ଲୋକଙ୍କୁ ମାଙ୍କ ପାଖକୁ ଆଣିବି? ଏ ପ୍ରକାରର ସୁନ୍ଦର ଯୁକ୍ତି ଉପସ୍ଥାପିତ କରିପାରିବେ, କାହିଁକିନା ମଣିଷର ମନ ଏତେ ସୁନ୍ଦର ଯୁକ୍ତି ଆଣି ରଖିବ। ସେ କହିବ ଆରେ ଏମିତିଆ ଯଦି ଲୋକଙ୍କ ଆଗରେ ମୁଁ ପ୍ରେଜେଣ୍ଟ ନ କରୁଛି, ତାହେଲେ ମୁଁ ଡାକିଲେ 10-15ଟା ଲୋକ କେମିତି ଆସିବେ? ଦେଖନ୍ତୁ ଇଏ ହବ ତାପରେ, ମାନେ ଆହୁରି ଅଧିକ ଯେତେବେଳେ କଠିନ ହେଇଗଲାଣି ସେ ଆବରଣଟି, ମାଙ୍କ ପାଖରୁ ମତେ ଦୂରେଇ ଦେଲାଣି, ଏତେ କଠିନ ଆବରଣ ହେଇଗଲାଣି ଯେ ଏଇ ପ୍ରକାରର ନିଜ ସପକ୍ଷରେ ଯୁକ୍ତି ସେ ବ୍ୟକ୍ତି ମାନେ ଦେବେ। ତାଙ୍କ ସହିତ ଯଦି ମୁଁ ନିଜକୁ ସମ୍ପର୍କୀଭୂତ କରଉଛି, ତେବେ ମୋ ଭିତରେ ସେଇ ଭାବ ସଞ୍ଚରିତ ହବ ଏବଂ ମୁଁ ଧୀରେ 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 ମା ଆଉ ମୋ ମଝିରେ ଗୋଟିଏ ଗୋଟିଏ ପ୍ରାଚୀର ସୃଷ୍ଟି କରି 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 ଚାଲିବି। ତେଣୁ ପ୍ରଭୁ କହୁଛନ୍ତି ଯୋଉମାନେ ମୋର ପ୍ରେମାସ୍ପଦଙ୍କୁ ଭଲ ନ ପାଇବାର ନିର୍ବୋଧତା କରୁଛନ୍ତି, ତେବେ ମୁଁ ମୋର ସେମାନଙ୍କ ଠାରୁ ଦୂର ରହିବା ଉଚିତ। ତାପରେ ସେଥିପାଇଁ କହିଲେ, କଣ କହିଲେ, ପରମେଶ୍ୱର ଯେଉଁମାନଙ୍କୁ ଭଲ ପାଆନ୍ତି ତୁମେ ସେଇମାନଙ୍କ ମଧ୍ୟରେ ହିଁ ଆନନ୍ଦ ଲାଭ କର। ଆମେ ଏ ବିଷୟରେ ଅଲରେଡି ଏଇ ଥଟ୍ସ ଆଣ୍ଡ ଆଫ୍ରୋଜରେ ଆମେ ଆଗରୁ କଥା ହେଇଛନ୍ତି। ପ୍ରଭୁ ଲେଖିଲେ ଯୋଉମାନେ ଏଇ ଯୋଉ କପଟତା ଆଚରଣ କରନ୍ତି,
ପ୍ରଭୁଙ୍କର ନାମ ନେଇକିରି ପ୍ରଭୁଙ୍କର କଥା ବ୍ୟବହାର କରିକିରି ନିଜକୁ ସାବ୍ୟସ୍ତ କରନ୍ତି, ସେମାନଙ୍କ ମଧ୍ୟରେ ଅତିମାନସ ଶକ୍ତି ସଞ୍ଚରିତ ହୋଇପାରେ ନାହିଁ। ମା ତାର ଯେତେବେଳେ ବ୍ୟାଖ୍ୟାରେ କହୁଛନ୍ତି ମୁଁ ସେମାନଙ୍କ ମଧ୍ୟରେ କାମ କରିପାରେ ନାହିଁ, ତାମାନେ ଆମର ଯୋଉଟା ବାଡ଼ି ବାଇଗଣ ଯୋଉ ପୋଥି ବାଇଗଣ ଏଇ କଥାଟି ଏଇଠି କହୁଛି। ତାମାନେ ସେ ଭଲ ଭଲ କଥା କହୁଛନ୍ତି, ମାଙ୍କ କଥା କହୁଛନ୍ତି, ପ୍ରଭୁଙ୍କ କଥା କହୁଛନ୍ତି, ବା ଧରାଯାଉ ବେଦ ଉପନିଷଦ କଥା କହୁଛନ୍ତି, କିମ୍ବା ଅନ୍ୟ ଧର୍ମ ବୋଲି ଯିଏ ବି ହଉ ଉଚ୍ଚତର ସ୍ତରର କଥା କହୁଛନ୍ତି, ଲୋକଙ୍କୁ ମୋଟିଭେଟ କରୁଛନ୍ତି। କଣ ପାଇଁ ନା ସେମାନଙ୍କୁ ନେଇ ନିଜର ସ୍ୱାର୍ଥ ସାଧନରେ ବ୍ୟବହାର କରିବେ। ତାହେଲେ ଏଇଟା ହେଲା କଣ? ଛଳନା, କପଟତା। ଏଇ କପଟତା ଯୋଉମାନଙ୍କ ପାଖରେ ଥାଏ ସେମାନଙ୍କ ଭିତରେ ଶ୍ରୀ ଲେଖୁଛନ୍ତି ଅତିମାନସ ଶକ୍ତି ସଞ୍ଚରିତ ହୋଇପାରେ ନାହିଁ। ତାମାନେ ଅତିମାନସ ଶକ୍ତି ଯେମିତି ଆମେ ଯେମିତି କଥାରେ କହିବା ଯେ ଗୋଟେ ଇନ୍ସୁଲେଟର ଏଡେ ମୋଟା ଇନ୍ସୁଲେଟର ଲାଗିଯାଇଛି, ଏତେ ଜୋରରେ ବି ଯେତେ ଜୋରରେ ତମେ କରେଣ୍ଟ ଦିଅ, ଯେତେ ଭୋଲ୍ଟେଜରେ କରେଣ୍ଟ ଦିଅ, ଇନ୍ସୁଲେଟର ଏତେ ଷ୍ଟ୍ରଙ୍ଗ ଅଛି ଯେ ସେପଟରେ ତମକୁ କରେଣ୍ଟ ମାରିବାର ନାହିଁ। ତାମାନେ ଆମେ ଏତେ ଜୋରରେ ପ୍ରାଚୀର ସୃଷ୍ଟି କରିଦେଲେଣି ଯେ ଆଉ ମାଙ୍କ କଥା ତା ବାଟରେ, ମୁଁ ମୋ ବାଟରେ। ତେଣୁ ଆମକୁ ଆମ ଭିତରେ ଅତିମାନ ଶକ୍ତି ଆଉ ସଞ୍ଚରିତ ହେଇପାରିବ ନାହିଁ ଯଦି ଆମେ ସେଇ କପଟ ଆଚରଣ କରୁଥାଉ। ତେଣୁ ଏଠି ପରମେଶ୍ୱର ସେମାନଙ୍କ ଭିତରେ ଦେଇ ପ୍ରବେଶ କରିପାରନ୍ତିନି, ନିଜ କାମ କରିପାରନ୍ତିନି। ତେବେ ସେଇମାନଙ୍କ ମଧ୍ୟରେ ମୁଁ ଆନନ୍ଦ ଲାଭ କେମିତି କରିବି? ବୁଝିହେଲା ତ? ତାମାନେ ପରମେଶ୍ୱର ଯେଉଁମାନଙ୍କୁ ଭଲ ପାଆନ୍ତି ତୁମେ ସେଇମାନଙ୍କ ମଧ୍ୟରେ ହିଁ ଆନନ୍ଦ ଲାଭ କର। ତାମାନେ ମୁଁ ସୁସଙ୍ଗର ଡେଫିନେସନ ଦଉଛନ୍ତି। କାହା ସହିତ ମୁଁ ସଂଗଠିତ ହେବି, କିଏ ମୋର ସହକର୍ମୀ, କିଏ ମୋର ସହଚର ହେବେ, ବା କାମ କଲା ବେଳେ କିଏ ମୋର ସହାୟକ ହେବେ। ସେ ତାପରେ ତାକୁ ଆହୁରି ଆଉ ଟିକେ କ୍ଲିୟର କଟ୍ ବି କରୁଛନ୍ତି କଥା। କଣ କହୁଛନ୍ତି ନା ସିଏ ଯେଉଁମାନଙ୍କୁ ଭଲ ନ ପାଉଥିବାର ଛଳନା କରୁଛନ୍ତି। ଏଠି କାହିଁକି କହିଲେ ଛଳନା କରୁଛନ୍ତି? ଦେଖନ୍ତୁ, ମା ସେ ହଉଛନ୍ତି ନିଜେ ଦିବ୍ୟ ଜନନୀ, ଜଗତ ଜନନୀ। ଆମେ ଯୋଉ ଅର୍ଥରେ ବି ଆମେ ଭାବୁ ବା ଆମେ କହିପାରୁ ଯେ ପରମେଶ୍ୱର, ଦେଖନ୍ତୁ ସେଠି ଲିଙ୍ଗ ଭେଦ କିଛି ନାହିଁ ପରମଙ୍କ ପାଖରେ, କିନ୍ତୁ ଆମେ ଯୋଉଭଳି ଭାବରେ ବି ଗ୍ରହଣ କରୁ, ଇଏ ସବୁ ହଉଛି ତାଙ୍କରି ସୃଷ୍ଟି। ତେବେ ସେ କାହାକୁ ତ ଘୃଣା କରନ୍ତି ନାହିଁ ଏବଂ ସମସ୍ତଙ୍କର ଅଗ୍ରଗତି ପାଇଁ ଯାହା ଯାହା ଆବଶ୍ୟକ ସିଏ ତାହା ତାହା କରନ୍ତି। ବର୍ତ୍ତମାନ କଥା ଉଠିଲା, ତାହେଲେ ମୁଁ ମନେ କରାଯାଉ ଅହଂ କୈନ୍ଦ୍ରିକ ହେଇ, ଆତ୍ମକୈନ୍ଦ୍ରିକ ହେଇ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ମୁଁ ମୋର ସବୁ କାମ କରୁଛି, ପ୍ରଭୁଙ୍କ ନାଁ ନଉଛି। ତାହେଲେ ସେ ମତେ ଭଲ ପାଉଛନ୍ତି ନା ଘୃଣା କରୁଛନ୍ତି? କଣ କୁହନ୍ତୁ? କିଛି ଦେଖନ୍ତୁ, କୌଣସି ମା ତା ସନ୍ତାନକୁ ଘୃଣା କରିପାରେ ନାହିଁ। ମାନୁଷୀ ମା ଘୃଣା କରିପାରେ ନାହିଁ। ଇଏ ତ ହଉଛନ୍ତି ସ୍ୱୟଂ ଦିବ୍ୟ ଜନନୀ, ସିଏ କେମିତି ଘୃଣା କରିବେ? ଭଲ ପାଆନ୍ତି, ଶେଷ ପର୍ଯ୍ୟନ୍ତ ଅପେକ୍ଷା କରନ୍ତି, ସବୁ ପ୍ରକାରର ସୁଯୋଗ ଦିଅନ୍ତି, ସବୁ ପ୍ରକାରର ତା ପାଖକୁ ସାଧନ ଯୋଗାନ୍ତି, କେତେବେଳେ ସିଏ ସଚେତନ ହବ ଏବଂ ନିଜର ଅଗ୍ରଗତି ଦିଗରେ ଆଗେଇବ। ୱିଥ୍ ଗ୍ରେଟ୍ ଲଭ୍ ସିଏ ଚେଷ୍ଟା କରି ଚାଲିଥାନ୍ତି। ଏଇ ଯୋଉଟା ସିଏ ଚେଷ୍ଟା କରି ଚାଲିଛନ୍ତି କିନ୍ତୁ ସିଏ ତାକୁ ବ୍ୟବହାର କରୁନାହିଁ, ତାହେଲେ ସେଇଠିକି ଯୋଉ ଗୋଟେ କାବ୍ୟିକ ଭାବରେ, ଏକ ସାହିତ୍ୟିକ ଭାବରେ ବା ଲେଖକ ଭାବରେ, ପ୍ରାବନ୍ଧିକ ଭାବରେ ତାକୁ ସେ ରୂପ ଦଉଛନ୍ତି କଣ? ଯେଉଁମାନଙ୍କୁ ଭଲ ପାଉନଥିବାର ଛଳନା କରୁଛନ୍ତି। କିଏ ସେ? ନା ଭଗବାନ। ସେ କଣ କରୁଛନ୍ତି? ସେତେବେଳେ ଯେମିତି ତାଠୁ ରାଗିକି ରହିଛନ୍ତି, କାହିଁକିନା ଆପଣ ଯେତେବେଳେ ଭଗବାନ ଠାରୁ, ଭଗବାନଙ୍କ ବିରୋଧରେ ଯେତେ ଚାଲି ଚାଲି ଯାଉଥିବେ, ଗୋଟିଏ ପରେ ଗୋଟିଏ, ଗୋଟିଏ ପରେ ଗୋଟିଏ ଗୋଟେ ପରିସ୍ଥିତି ଆସୁଥିବ ଆପଣଙ୍କୁ ସୂଚେଇ ଦେବା ପାଇଁ, କିନ୍ତୁ ତଥାପି ଆମେ ମାଡ଼ି ମାଡ଼ି ଚାଲିଥିବେ। ସେଇମାନଙ୍କ କ୍ଷେତ୍ରରେ ବେଳେ ବେଳେ ସେମାନେ ସକ୍ସେସ୍ ପାଉଥିବେ, ଆଉ ଯେତେ ସକ୍ସେସ୍ ପାଉଥିବେ, ଯେତେ ସାଫଲ୍ୟ ମଣ୍ଡିତ ହେଇ ହେଇ ଯାଉଥିବେ, ସେତେ ସିଏ ମାଙ୍କ ପାଖରୁ ବା ପରମଙ୍କ ପାଖରୁ ଦୂରେଇ ଦୂରେଇ ଯାଉଥିବେ। ତାହେଲେ ସେଠି ଆମେ କହିବା ଯଦି ସିଏ ପରମେଶ୍ୱର ତାଙ୍କୁ ଭଲ ପାଉଛନ୍ତି, ସେ କେମିତି ତାକୁ ଏମିତି ନିଜ ଠାରୁ ଦୂରେଇ ଦେବାରେ ସାହାଯ୍ୟ କରୁଛନ୍ତି? କେମିତି ତାର ଅର୍ଥ ବଢେଇ ଚାଲିଛନ୍ତି, ମାନ କ୍ଷମତା ସବୁ ବଢେଇ ଚାଲିଛନ୍ତି, ସେ ଭଗବାନ କଥା ମନେ ପକାଉନାହିଁ।
ତାହେଲେ କଣ ଭଲ ପାଉଛନ୍ତି? ସତରେ ଭଲ ପାଉଛନ୍ତି ନା? ତେଣୁ ଆମେ ସେଇଟାକୁ ଭାବରେ କହନ୍ତି ଯେ ପ୍ରଭୁ ଛଳନା କରୁଛନ୍ତି ତାକୁ ଭଲ ପାଇବାର। ତାପରେ କହୁଛନ୍ତି ତୁମେ ସେମାନଙ୍କର ଦୁର୍ଭାଗ୍ୟରେ ଦୟା ହିଁ ଅନୁଭବ କର। ଏଠି ସେ କାହାଣୀଟି ମନେ ପକେଇଦେବି। ନାରଦଜୀ ଆଉ ନାରାୟଣ ସ୍ୱୟଂ ନାରାୟଣଜୀ ଆସିଥାନ୍ତି ମର୍ତ୍ତ୍ୟଧାମରେ। ସର୍ଟରେ ସାରିବା, ସେ ଜଣକ ଘରକୁ ଯାଉଛନ୍ତି, ଧନାଢ୍ୟ ପରିବାର, ମାନେ ଅମାପ ଅମାପ ସମ୍ପତ୍ତି, ସୁନା ରୂପାରେ ଭର୍ତ୍ତି ହେଇଛି। ଏପଟେ ଜମି ବାଡି ବହୁତ, ଚାଷ ବାସ ବହୁତ ହଉଛି। ଗୋରୁ ଶହ ଶହ ଗୋରୁ ଅଛି। ତା ଘରେ ଯାଇ ପହଞ୍ଚନ୍ତି, କହୁଛନ୍ତି ଆମେ ପଥିକ ଆଉ ନୂଆ ଆସିଛୁ ଏ ଗାଁକୁ। ଭୁଲରେ ଜୋରରେ ଭୋକ ହେଲାଣି, ଆଉ ଆମକୁ କିଛି ଜଳ ଆଉ କିଛି ଖାଦ୍ୟ ଦେବେ, ଆପଣଙ୍କର ମଙ୍ଗଳ ହେବ। ସିଏ ତାଙ୍କୁ ରାଗିକିରି ତଡ଼ି ଦଉଛି ଦୁଆର ମୁହଁରୁ। କୁଆଡୁ କୁଆଡୁ ଥିଲେ ମାଗିକି ଖାଇବା ପାଇଁ ଚାଲି ଆସିଲେ। ଆଉ ଦେଖିବାକୁ ହଟ୍ଟାକଟା ଭେଣ୍ଡିଆ ହେଇଛ, ଯାଉନ ନିଜେ ପରିଶ୍ରମ କରିବ, ଖଟିବ, ଖାଇବ। ସେଠୁ ଇଏ କହୁଛନ୍ତି ଆଉ ଆମେ ଆପଣ ଆମକୁ ଖାଇବାକୁ ଦିଅନ୍ତୁ, ଆମେ ଆ ପରେ ଆପଣଙ୍କ ପାଖରେ କାମ କରିକି ତାକୁ ସୁଝିଦବୁ। ସେ କହିବ ଯା ଯା, ତମ ଭଳିଆ ଭେଣ୍ଡିଆ ଟୋକା ଆମେ ଜାଣିପାରୁଛୁ, ତମେ କାମ ଫାମ କିଛି କରିବନି, ଖାଇସାରିଲା ପରେ ପଳେଇବ, କିଛି ନାହିଁ ପଳା ଏଠୁ। ତାଙ୍କୁ ତଡ଼ି ଦଉଛନ୍ତି। ସେଠି ନାରାୟଣ ତାଙ୍କୁ ଆଶୀର୍ବାଦ କରୁଛନ୍ତି କଣ, ଯେ ମୁଁ ଆଶୀର୍ବାଦ କରୁଛି ତମର ଯୋଉ 1000 ଗାଈ ଅଛି ତାହା 10,000 ହେଇଯାଉ। ତମର ଜମି ଯେତିକି ଏକର ଅଛି ତା ଦ୍ୱିଗୁଣା ହେଇଯାଉ। ତାକୁ ଆଶୀର୍ବାଦ କରି ଫେରି ଯାଉଛନ୍ତି। ଏଇଠି ଯୋଉ ସେ ତାଙ୍କୁ ଆଶୀର୍ବାଦ କଲେ, ନାରଦଙ୍କ ମନରେ ପ୍ରଶ୍ନ ଉଠିଲା, ସନ୍ଦେହ ହେଲା, ଶଙ୍କା ହେଲା। ଇଏ କି କଥା, ଲୋକଟା ଆମକୁ ତଡ଼ି ଦଉଛି, ଦୟା ମାୟା କିଛି ନାହିଁ, ଆଉ ତାକୁ ଆଶୀର୍ବାଦ କରୁଛନ୍ତି। ହଁ, ତାର ସବୁ କିଛି ଐଶ୍ୱର୍ଯ୍ୟ ସବୁ ବଢିଯିବ। ତାପରେ ସିଏ ଆଉ ସନ୍ଦେହ ରହିପାରିଲେନି, ସନ୍ଦେହରେ ପଚାରିଦେଲେ। ପ୍ରଭୁ କହିଲେ ଦେଖ, ବର୍ତ୍ତମାନ ତ ସିଏ ତା ପାଖରେ ଯେତିକି ସମ୍ଭାବନା ଥିଲା, ସେ ଟିକେ ଟିକେ କେତେବେଳେ ଯଦି ପଡିଥା ମାନେ ଡାକିଥାନ୍ତା ଭଗବାନଙ୍କୁ, ବର୍ତ୍ତମାନ ଯେତେବେଳେ 1000 ଗାଈ ହେଇଯିବ, ସମ୍ପତ୍ତି ଐଶ୍ୱର୍ଯ୍ୟ ଯେତେବେଳେ ବଢିଯିବ, ସେ ଟୋଟାଲି ହିଁ ଭଗବାନଙ୍କୁ ଭୁଲିଯିବ। ଏଇଟା ତାର ସୌଭାଗ୍ୟ ନା ଦୁର୍ଭାଗ୍ୟ, ଆମେ ପ୍ରଶ୍ନ କରିବା। ନିଜର ଅସ୍ତିତ୍ୱ ଭୁଲିଯିବା, ନିଜର ଅଗ୍ରଗତିକୁ ଭୁଲିଯିବା, ଏବଂ ଦେଖିବେ ଯେତେବେଳେ ଧନ ସମ୍ପତ୍ତି ବଢିଯାଏ ସେତେବେଳେ କଣ ହୁଏ, ଚୋରି ହବାର ଭୟ ବଢେ। ଏବଂ ସେ ସମ୍ପତ୍ତି ଯେତେବେଳେ ଅଧିକା ହୁଏ, ନିଜର ପୁଅ ଝିଅ ଯୋଉମାନେ ଥାଆନ୍ତି, ତା ଦେହରେ ବର୍ଣ୍ଣନା ରହିଛି, ସେ ଗପରେ ଅଛି ଆହୁରି, କେମିତି ଧୀରେ ଧୀରେ ତାଙ୍କ ପୁଅ ୱେୱାର୍ଡ ହେଇଛି, ଝିଅ କେମିତି ୱେୱାର୍ଡ ହେଇଛି, ଏବଂ ଖର୍ଚ୍ଚ ନିଜ ଉପରେ ନିୟନ୍ତ୍ରଣ ରଖିବାର ସମ୍ଭାବନା ନାହିଁ। ରାତି ରାତି ଦିନ ଦିନ ଟେନସନରେ କେତେ ବଞ୍ଚୁଥିବେ, ତେବେ ସେଇଟା ତାଙ୍କର ସୌଭାଗ୍ୟ ନା ଦୁର୍ଭାଗ୍ୟ। ଏଠି ପ୍ରଭୁ କହୁଛନ୍ତି ସେମାନଙ୍କର ଦୁର୍ଭାଗ୍ୟରେ ଦୟା ହିଁ ଅନୁଭବ କର। ଆମକୁ ସଚେତନ କରି ଦଉଛନ୍ତି, ଯେତେବେଳେ ମୁଁ ପରମେଶ୍ୱରଙ୍କୁ ପରିପ୍ରକାଶ ନ କରି ନିଜକୁ ପରିପ୍ରକାଶ କରୁଛି, ତେବେ ମୋର ଦୁର୍ଭାଗ୍ୟ ହିଁ ଆସିବ। ତେଣୁ ଆମେ ସଚେତନ ହବା ଏବଂ ନିଜକୁ ପ୍ରସ୍ତୁତ ରଖିବା, ଭଗବାନଙ୍କୁ କେମିତି, ପରମଙ୍କୁ କେମିତି, ମାଙ୍କୁ କେମିତି ଅବିକୃତ ଭାବରେ ନିରନ୍ତର ପରିପ୍ରକାଶ କରିପାରିବେ। ମାର ଟିପ୍ପଣୀରେ କହୁଛନ୍ତି, ଏହାଠାରୁ ଅଧିକ ଆକର୍ଷକ ଭାବରେ କଦାପି ଦ୍ୱେଷର ସମାଲୋଚନା କରାଯାଇ ପାରିନଥାନ୍ତା। ମାନେ ଦ୍ୱେଷ ମାନେ ଯୋଉ ବ୍ୟକ୍ତି ମାନଙ୍କ କଥା କହୁଛନ୍ତି, ଯୋଉମାନଙ୍କ ଠାରୁ ଆମେ ଦୂରେଇ ରହିବା, କେତେ ସୁନ୍ଦର ଭାବରେ ସେ ବର୍ଣ୍ଣନା କରୁଛନ୍ତି। ଅହଂର ସୀମା ଗୁଡିକୁ ଅତିକ୍ରମ କରି ଏବଂ ସେହି ଚିରନ୍ଦନ ଓ ବିଶ୍ୱମୟ ଦିବ୍ୟ ପରମ ପ୍ରେମ ସହିତ ନିଜର ସମ୍ମିଳନ ଘଟାଇ ସେହି ଦ୍ୱେଷରୁ ମୁକ୍ତ ହେବା, ତାହା ହେଉଛି ସର୍ବୋତ୍ତମ ପନ୍ଥା। ମା, ଥ୍ୟାଙ୍କ ୟୁ ଅଲ୍ ଓଭର।